କିଛି ଦୂରରେ ପାଟପୁରରେ ଗୋଟେ ଛୋଟ ପରିବାର ବସବାସ କରୁଥିଲେ। ବାପା ମାଗା, ମା ମିନତୀ, ପୁଅ ଚନ୍ଦନ ଓ ଝିଅ ମାଳତୀକୁ ନେଇ ଗୋଟେ ଛୋଟିଆ ଗରିବ ପରିବାର। ହଠାତ୍ ଦିନେ ବିଲରେ କାମ କରୁ କରୁ ବାପ ପୁଅଙ୍କର ସର୍ପ ଦଂଶନରେ ମୃତ୍ୟୁ ହୁଏ। ମିନତୀ ଭାଙ୍ଗି ପଡେ, ତା ପାଦ ତଳୁ ମାଟି ଖସି ପଡେ। ତାକୁ ଆଉ କିଛି ବୁଦ୍ଧି ବାଟ ଦିଶେନି। ତା ଆଖିରେ କେବଳ ଗୋଟିଏ ସ୍ୱପ୍ନ, ମାଳତୀକୁ କେମିତି ମଣିଷ କରିବ। ଏହାପରେ ଅନେକ ଦିନ ଚାଲି ଯାଇଥାଏ। ଦିନେ ମାଳତୀ ସାଙ୍ଗମାନଙ୍କୁ ରାକ୍ଷୀ କିଣିବାର ଦେଖେ। ମାକୁ ପଚାରେ, ମା ମୋ ଭାଇ କାହିଁ? ମା କହିଲା, ତୋ ଭାଇ ବଡ଼ ଦେଉଳ ରହୁଛି, ତା ନା ଜଗା। ତା ପରଦିନ ସକାଳୁ ରାକ୍ଷୀ କିଣି ତା ଜଗା ଭାଇ ପାଖରେ ପହଞ୍ଚିଯାଏ ମାଳତୀ। ଅନେକ ଖୋଜେ, ହେଲେ ପାଏନି। ଶେଷରେ ଥକିଯାଇ ଅରୁଣ ସ୍ତମ୍ଭ ପାଖରେ ଶୋଇଯାଏ। ମହାପ୍ରଭୁ ତା କଷ୍ଟ ଦେଖି ରତ୍ନ ସିଂହାସନରୁ ଓହ୍ଲେଇ ଆସନ୍ତି ଆଉ ଡାକନ୍ତି, ମାଳତୀ, ହେ ମାଳତୀ। ତମେ କିଏ? ମତେ ଚିହ୍ନି ପାରୁନୁ ମାଳତୀ? ମୁଁ ପରା ତୋ ଭାଇ ଜଗା। ତମେ ମୋ ଭାଇ? ଏତେବେଳେ ଯାଏ କୋଉଠି ଥିଲ? କୁଆଡେ ଯାଇଥିଲ? ମୁଁ ତମକୁ କେତେ ଖୋଜିଲିଣି। ହଉ ଛାଡ, ତମ ହାତ ଦେଖାଇ ଜଲ୍ଦି ଦେଖାଅ ନା, ମୁଁ ରାକ୍ଷୀ ବାନ୍ଧିବି। ହଉ ନେ, ବାନ୍ଧ ମୋ ହାତରେ ରାକ୍ଷୀ। ଜଗନ୍ନାଥଙ୍କ ହାତରେ ରାକ୍ଷୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି, ରାଜାଙ୍କୁ ଜଣାନ୍ତି। ଶେଷରେ ରାଜା ପାଟପୁର ଯାଇ ମାଳତୀ ନାଁରେ ସେ ଗାଁର ନାମ ମାଳତୀ ପାଟପୁର ନାଁରେ ଘୋଷଣା କରନ୍ତି। ଜୟ ଜଗନ୍ନାଥ। ଦହି ନବ, ଦହି, ମିଠା ମିଠା ଦହି। दही नबगु दही सखी संगत सही सरी गली न पाई बई पर दही दही नबगु दही सखी संगत सही सरी गली न पाई बई पर दही जगत नाथको टिके दही खुआंती बिंची दियंती मोर साहा कि नाही साहा जगत साई जीव जाउता पादरे मिनती दही नबगु दही सखी संगत सही सरी गली न पाई बई पर दही। ଜଗତର ନାଥ ଜଗନ୍ନାଥଙ୍କ ସେବା ପାଇଁ ପୁରୀ ବଡ଼ ଦେଉଳରେ ଗୋଟେ ସୁନ୍ଦର ସେବା ରହିଛି, ଯେଉଁ ସେବା ନାରୀମାନଙ୍କ ଦ୍ୱାରା କରାଯାଏ। ଅନେକ ବର୍ଷ ପୂର୍ବରୁ 7ରୁ 9 ବର୍ଷ ବୟସ ମଧ୍ୟରେ ଝିଅମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିବାହ କରି ନିଜକୁ ସମ୍ପୂର୍ଣ୍ଣ ରୂପେ ତାଙ୍କ ପାଖରେ ସମର୍ପଣ କରିଦେଉଥିଲେ। ଆଉ ସେ କଳା ଠାକୁରର ସେବା ନିମନ୍ତେ ମନ୍ଦିରର ଗର୍ଭଗୃହ ଭିତରେ ମହାନ କବି ଜୟଦେବଙ୍କ ଦ୍ୱାରା ରଚିତ ଗୀତ ଗୋବିନ୍ଦରେ ସେମାନେ ନୃତ୍ୟ ପରିବେଷଣ କରୁଥିଲେ, ଯାହାକୁ ମାହାରୀ ବୋଲି କୁହାଯାଏ।
ଆଖି ତୋର ଭାରି କଥା କୁହା ସଜନା ମନକୁ ମୋ କରେ ପ୍ରେମ ମୋହା ଖଜଣା ଆଖି ତୋର ଭାରି କଥା କୁହା ସଜନା ମନକୁ ମୋ କରେ ପ୍ରେମ ମୋହା ତୁ ସାମୁକାର ମୁଠାଏ ମତି ଏତେ ଯତ୍ନରେ କିଏ ସେ କରିଛି ମତେ ସାଥୀ ତୁ ଏତେ ଭଲ ହେଲୁ କେମିତି 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 ତୁ ବିନା ଥିଲି ମୁଁ ପଥର ମୂର୍ତ୍ତିଟେ ଦେଲୁ ଆସି ଜୀବନ ତୁ ଏକା ମୋର ଏଇ ଦୁନିଆକୁ ଆସିବାର କାରଣ ତୁ ବିନା ଥିଲି ମୁଁ ପଥର ମୂର୍ତ୍ତିଟେ ଦେଲୁ ଆସି ଜୀବନ ତୁ ଏକା ମୋର ଏଇ ଦୁନିଆକୁ ଆସିବାର କାରଣ କସ୍ତୁରୀ ନାମ ମଧୁମାଳତୀ ତୋ ଖିଆଲରେ ବିତି ଯାଏ ଦିନ ଭିତେ ରାତି ପ୍ରଭୁ ତୁମ ଶ୍ରୀ ଚରଣରେ ମୁଁ ମୋ ନିଜକୁ ଶେଷ ନିଶ୍ୱାସ ଥିବା ଯାଏ ସମର୍ପିତ କରିଦେଇଛି ତୁମେ ତ ପ୍ରତ୍ୟେକ ଦିନ 60 ପଉଟି ଭୋଗ ଖାଉଛ ନା ହେଲେ ଆଜି ତୁମର ଏଇ ଦାସୀ ହାତରୁ କଣ ଏଇ ଅଭଡ଼ା ଟିକକ ଖାଇପାରିବନି ସଖୀ ତୁମ ଭକ୍ତି ଭାବରେ ମୁକ୍ତ ହୋଇ ମୁଁ ଆଜି ଜୀବନ୍ୟାସ ନେଇଛି ତୁମେ ମୋର ଦାସୀ ନୁହଁ ତୁମେ ହେଉଛ ଦେବଦାସୀ ଆରେ ତୁମ ହାତରୁ ମୁଁ ଖାଇବିନି ତ ଆଉ କାହା ହାତରୁ ଖାଇବି ଆସ ନିଜ ହାତରେ ମତେ ଅବଢ଼ା ଖୁଆଇଦିଅ ଆସ ତୁ ଏତେ ଭଲ ହେଲୁ କେମିତି ତୁ